ସେଟା ତମ ସಮೇତ ମୋ ଅଲଗା ହବ ଯାଉଛି କେମିତି କହିବି ଅନେକ କିଛି ଘଟି ଯାଇଛି ମୋ ସାରା ପଡ଼ିଶା ପଡ଼ି କାହା କିଛି ନ କହି ଭାଇ ତା ଶାଶୁ ଘରେ ଦିନ ରାତି କାନ୍ଦୁଛି ଆଉ ବଡ଼ ଭାଇ ଏତେ ଢାଙ୍କି ପଡ଼ିଛନ୍ତି ଯେ ସତେ ଯେମିତି ମନ୍ଦିର ଭିତରେ ଗୋଟିଏ ପଥର ମୂର୍ତ୍ତି ନିରହ କିନ୍ତୁ ଏତେ ଉପରେ ସମସ୍ତେ ଗୋଟେ ଖୁସି ସେ ଘରକୁ ନୂଆ ଅତିଥି ଆସୁଛି ଆଉ ଯଦି ତୋ କଥା ସତ ହୁଏ ମୋ ପାଖରେ ଅନ୍ୟ ରାସ୍ତା କିଛି ନାହିଁ ସତ୍ୟା ଆମ ଘରେ ସେ କାପିକ ବସ୍ତୁ ଅମାବସ୍ୟା ହଟେଇବାକୁ ଜନ୍ମ ଅବସ୍ଥା ଅଛି ସତ୍ୟା ମତେ ଜନ୍ମ ଡାଳିବାକୁ ପଡ଼ିବ ମତେ ଆଉ ଥରେ ହେବାକୁ ପଡ଼ିବ ନମସ୍କାର ମଞ୍ଚରେ ହେଲେ କହିବା ଅଲଗା ଏଠି ବହୁତ ଭଲ ଲାଗୁଛି ବହୁତ ଠାରୁ ସବୁ କ୍ଷେତ୍ର ମା ମାନେ ଅଛନ୍ତି ଯାହା ହଉ ମାଙ୍କ ଶକ୍ତି ଦ୍ୱାରା ମୁଁ ଆଜି ଡାଇଲଗ କହିଲି ମା ମାନଙ୍କୁ ସମସ୍ତଙ୍କୁ ନମସ୍କାର ପ୍ରଣାମ ମା ମାନେ ଆଶୀର୍ବାଦ କଲେ ହୁଏତ ଏ ଛୋଟ କଳାକାର ବେଶୀ ବଞ୍ଚାଇଯିବ ଏବଂ ଏହି ସଂସ୍ଥା ବସିବ ଜୟ ଜଗନ୍ନାଥ ନମସ୍କାର ଧନ୍ୟବାଦ ତୁଳସୀ ବାବୁ ଆମେ ଆପଣଙ୍କର जो टिके सलाम देले बहुत खुशी लगे गर्व तो अनुभव कलु बुलिया आपन को एत बाट डाकिकी आनी आम जानी नु बर्तमान आम स्टेज देखिकी आप हठात माने विश्वास कर पार्लु ना भाई केन्द्रापड़ा थे भाई केन्द्रापड़ा तो 40 किलोमीटर दूर आज्ञा धन्यवाद आम ग्राम तरफ आम ईशानेश्वर कमिटी तरफ आम पंचायत तरफ तथा आम बांकी तरफ आपन को आम अशेष अशेष धन्यवाद ज्ञापन कर वर्तमान आज आकर्षण जहाँ को आमे